ଟମାଟୋ ଆମ୍ବୁଲ ପଡ଼ିକି ରାଗ ରାଗ ଭାକୁର ମାଛ ବେସର। କିଛି ଦିନ ହେଲା ଜ୍ୱର ହେଇଥିଲା। ଜ୍ୱର ଛାଡ଼ିଲା ପରେ ନା ପାଟି ପୁରା ପିତା ପିତା, କିଛି ଖାଇବା ପାଇଁ ଭଲ ଲାଗୁନଥିଲା। ତ ହଜବେଣ୍ଡକୁ କହିଲି ଆଜି ମାର୍କେଟକୁ ଯାଇକି ଗୋଟେ ଭଲ ଭାକୁର ମାଛ ନେଇକି ଆସ, ବେସର କରିବା। ତ ସେ ବି ଯାଇଥିଲେ, ଆଉ ଦେଖିଲେ ପୋଖରୀ ମାଛ ଧରା ହେଇକି ବିକା ହଉଥିଲା। ସଜ ପୁରା ଥିଲା ଭାକୁର ମାଛଠୁ ନେଇକି ଆସିଥିଲେ। ତାକୁ ମୁଁ ଭଲ ଭାବେ ଧୁଆଧୁଇ କରିଦେଲି। ସେଥିରେ ଲୁଣ, ହଳଦୀ, ଅଳ୍ପ ଲଙ୍କା ଗୁଣ୍ଡ ଆଉ ସୋରିଷ ତେଲ ଟିକେ ଦେଇକି ତାକୁ ଭଲ ଭାବେ ମିଶାମିଶି କରିକି ଛାଡ଼ିଦେଲି, ଅଧଘଣ୍ଟା ଖଣ୍ଡେ ଛାଡ଼ିଦେଲି। ସେ ମାଛ ସେମିତି ଥିଲା ମ୍ୟାରିନେଟ୍ ହେଇକି। ସେ ଭିତରେ ମୁଁ ଏଠି ଗୋଟେ ମସଲା ପେଷ୍ଟ, ମାନେ ସୋରିଷ ମସଲା କିଛି ନାହିଁ, ଖାଲି ସୋରିଷ, ଜିରା ଆଉ କିଛି ରସୁଣ କୋଲା ଆଉ ଶୁଖିଲା ଲଙ୍କା, ତାକୁ ଗୋଟେ ଫାଇନ୍ ପେଷ୍ଟ ବନେଇକି ରଖିଦେଲି। ଆଉ ତାରୁ ଯୋଉ ମିଶାଇ ରଖିଥିଲି ତାରୁ କିଛି ଖଣ୍ଡ, ଆମେ ତ ଖାଇବା ପାଇଁ ସବୁ 2 ଜଣ ଖାଉ, ଆଉ ସେଥିପାଇଁ ମୁଁ 4 ଖଣ୍ଡ ହବ ମାଛ ଭାଜିକି, ଆଉ ତାକୁ ଅଳ୍ପ ଭାଜିବେ, ବେଶୀ ଭାଜିବା ଦରକାର, କଡା କରି ଭାଜିବାନି, ଯେହେତୁ ଆମେ ବେସର କରିବା ନା। ତ ଅଳ୍ପ ଖାଲି ଭାଜିକି ତାକୁ କାଢିଦେଲି। ସେଥିରେ ଗୋଟେ କଡେଇରେ ସୋରିଷ ତେଲ ଗୋଟେ ସ୍ପୁନ୍ ନେଲି। ସେଥିରେ ଜିରା ଟିକେ ଫୁଟିଗଲା ପରେ କିଛି ପିଆଜକୁ ଭାଜିଦେଲି। ସେଥିରେ ଭୃଷଙ୍ଗ ପତ୍ର ଟିକେ ଦେଇଦେଲି। ଆଉ ମୋ ବେସରରେ ଟିକେ ଆଳୁ ପକେଇଲେ ଭଲ ଲାଗିବ, ତ ମୁଁ ଆଳୁ କେମିତି ସରୁ ସରୁ କରି କାଟି ରଖିଥିଲି ତାକୁ ଏଡ୍ କରିଦେଲି। ତାପରେ କଞ୍ଚା ଲଙ୍କାକୁ ବି ଟିକେ ଆପଣ ରାଗ ଦେଖିକି ଏଡ୍ କରିବେ। ମତେ ଟିକେ ରାଗ ଭଲ ଲାଗେ, ତ ମୁଁ କଞ୍ଚା ଲଙ୍କା ଟିକେ ଏଡ୍ କରିଦେଲି। ସେଥିରେ ଲୁଣ, ହଳଦୀ ପକେଇକି ତାକୁ କଭର କରିକି ରଖିଦେଲି ଟିକେ ସିଝିବା ପାଇଁ। ଦେଖିଲି ଆଳୁ ଟିକେ ସିଝିଗଲା। ଏବେ ଆମେ ଗୋଟେ ଟମାଟୋକୁ, ବଡ ଟମାଟୋ, ଦେଶୀ ଟମାଟୋ, ଟିକେ ବହୁତ ଖଟା ଲାଗେ, ଏଇଟା ଭଲ ଲାଗେ, ତ ଗୋଟେ ଟମାଟୋକୁ କାଟିକି ଏଡ୍ କରିଦେଲି। ସେଥିରେ ଟିକେ ମାନେ ଲୁଣ ଦେଇଦେଲି। ଟମାଟୋ ଜଲ୍ଦି ଟିକେ ଲଇଯିବ, ଟମାଟୋ ଲଇବା ଛାଡ଼ିଦେବା। ଏବେ ଦେଖନ୍ତୁ ଆମର ଟମାଟୋ ଭଲ ଭାବେ ଭାଜି ହୋଇଗଲାଣି। ଏବେ ଆମେ ଯୋଉ ସୋରିଷ ମସଲା ବନେଇ ରଖିଥିଲେ, ସେ ସୋରିଷ ଜିରା ଯୋଉ ବଟା ତାକୁ ଏଡ୍ କରିଦେଲି। ଜାରେ ଟିକେ ପାଣି ଦେଇକି ଏଡ୍ କରିଦେଲି। ଏଇଟା ଫୁଟିଗଲା ପରେ ପାଣି ଗରମ କରିବାକୁ ରଖିଥିବେ। ସେ ଗରମ ପାଣି ଆପଣ ଯେତିକି ଦରକାର ସେତିକି, ମାନେ ଯେତିକି ଆପଣ ଗ୍ରେଭି ଝୋଳ ଦରକାର ତାକୁ ଦେଖିକି ଏଡ୍ କରିବେ। ପାଣି ଫୁଟିବା ଛାଡ଼ିବା। ଫୁଟିଗଲା, ଦେଖନ୍ତୁ ପାଣି ଭଲ ଭାବେ ଆମର ମସଲା ଫସଲା ସବୁ ଫୁଟିଗଲା। ଏବେ ମୁଁ ଗୋଟେ ଆମ୍ବୁଲକୁ ଦେଇଦେଲି। ଆମ୍ବୁଲ ସବୁ ଭଲ ଭାବେ ଫୁଟିଗଲା ପରେ ଯୋଉ ମାଛ ଯୋଉ ଭାଜିକି ରଖିଥିଲେ ତାକୁ ଏଡ୍ କରିଦେବା। ବସ୍ ହେଇଗଲା ଆମର ମାଛ ବେସର। ମୁଁ ଖାଲି 4 ଖଣ୍ଡ ଏଠି ଭାଜିକି ବେସର କରିଛି, ବାକି ସବୁ ମସଲା ଗୋଳେଇକି ତାକୁ ଭଲ ଭାବେ କଡା କରି ଭାଜି ଦେଇଥିଲି। ଏଠି ଲାଷ୍ଟକୁ ମୁଁ ଏଠି ଧନିଆ ପତ୍ର ଏଡ୍ କରିଦେଲି। ଧନିଆ ପତ୍ର ଅପସନାଲ, ଆପଣ ଚାହିଁଲେ ଏଡ୍ କରିବେ, ନ କଲେ ବି ହବ। ଦେଖନ୍ତୁ କେତେ ୟମ୍ମି ଦେଖା ହଉଛି ନା, ଖାଇବା